वेलकम बैक टू माय अनदर फूड ब्लॉग। सो फाइनाली मु मो घरे आसिक पहुँची जाइए माने भुवनेश्वर रे। तो मम्मी मते पठे देइथिला कोबी वाला पराठा, आलू और पत्ता कोबी वाला स्टफिंग देकी पराठा एते। तो सेटा आई हैड एन ब्रेकफास्ट रे सेटा खाइ सला परे लंच रे आई हैड फ्राइड राइस नॉट मटर वाला राइस जो जीरा मटर राइस देखो आपण केते भलो हिची एटा माने लाइक पूरा भात छाड़ी छाड़ी की ହେଇଥିଲା फ्राइड राइस काइंड ऑफ देन डाली एटा थिला हरड डाली रे ମାନେ ଲାଇକ୍ ମୁଗ ଡାଲି ଆଉ ହରଡ଼ ଡାଲି ମୋତେ ଭଲ ଲାଗେ। ସୋ ହରଡ଼ ଡାଲି ଆଉ ଭାତ ୱାଜ୍ ଭେରି ଟେଷ୍ଟି। ତା ସହିତ ହେଇଥିଲା ପନିର ହେଇଥିଲା। ପନିର ଆଉ କ୍ୟାପ୍ସିକମ୍ ଟମାଟୋ ପଡ଼ିକି ନର୍ମାଲ୍ ଜଷ୍ଟ ଗ୍ରେଭି मतलब ଲାଇକ୍ ବେଶୀ ଗ୍ରେଭି ନଥିଲା, ନର୍ମାଲ୍ ଟିକେ ସୁଖା ସୁଖା କାଇଣ୍ଡ ଅଫ୍ ହେଇଥିଲା। ତାପରେ ଥିଲା କଦଳୀ ଭଜା ସହିତ ହେଇଥିଲା ଆଳୁ ଚକଟା, ମାନେ ଆଳୁ ବଘରା ବାଲା ଚକଟା ଯେଉଁ ଫୁଟଣ ଆଉ ଶୁଖିଲା ଲଙ୍କା ପଡ଼ିକି ଚକଡ଼ା ହେଇଥାଏ। ଦେନ୍ ଆଇ ହ୍ୟାଡ଼୍ ଲିଟଲ୍ ବିଟ୍ ଅଫ୍ ରାତିରେ ଚୁଡ଼ା ଭଜା, ଗ୍ରୀନ୍ ମଟର ଅର୍କିଲାରୁ ମୁଁ ନେଇକି ଆସିଥିଲି। ସୋ ସବୁ ଖାଇବାରେ ମୁଁ ଏବେ ସେଇଟା ପକାଇ ଦେଉଛି। ଇଭେନ୍ ମଝିରେ ମୁଁ ଡାଲିରେ ବି ସେଇଟା ପକାଇ ଦେଇଥିଲି। ସୋ ୟେସ୍, ଇଟ୍ ୱାଜ୍ ଭେରି ଟେଷ୍ଟି ଏଭ୍ରିଥିଙ୍ଗ।